नमस्कार दर्शक बंधु शुभ सकाळ आज ହେଉଛି ଏପ୍ରିଲ ମାସ 28 ତାରିଖ ମଙ୍ଗଳବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ। ଆଇନରେ ମନ୍ଦିରର ଭଳି ରହିବ ବ୍ୟବସ୍ଥା। ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ। ଜାନୁଆରୀ 2024ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ମାତ୍ର 3 ଦିନ ନଚେତ୍ ତେଲ ପାଇପଲାଇନରେ ହେବ ବିସ୍ଫୋରଣ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ନୂଆ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିରେ ରାଜି ହେବା ଲାଗି ଇରାନ ପାଖରେ ଆଉ କେବଳ 3 ଦିନ ଅଛି, ନଚେତ୍ ଏହାର ତେଲ ପାଇପ ଲାଇନଗୁଡ଼ିକରେ ବିସ୍ଫୋରଣ ହେବ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ଖବର, ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରତା। ଏହି ଚୁକ୍ତିର ସିଧାସଳଖ ଲାଭ ଭାରତର ଶ୍ରମ କେନ୍ଦ୍ରୀୟ କ୍ଷେତ୍ରଗୁଡ଼ିକୁ ମିଳିବ। ଏବେ ଭାରତରେ ନ୍ୟୁଜିଲାଣ୍ଡକୁ ପଠାଯାଉଥିବା ଚମଡ଼ା ଉତ୍ପାଦ, କପଡ଼ା, ପ୍ଲାଷ୍ଟିକ୍ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗିବ ନାହିଁ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଏହାକୁ ପିଢ଼ିରେ ଥରେ ହେଉଥିବା ଚୁକ୍ତି ବୋଲି କହିଥିବା ବେଳେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହାକୁ ଭାରତ ନ୍ୟୁଜିଲାଣ୍ଡ ଆର୍ଥିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, କାଳବୈଶାଖୀ ବଦଳାଇବା ପାଗ, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବେ ରାଜ୍ୟବାସୀ, ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ରାଜ୍ୟର ଉତ୍ତର ଦକ୍ଷିଣ ଭାଗର 12 ଜିଲ୍ଲାରେ କାଳବୈଶାଖୀରେ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଓ 40ରୁ 50 କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଆସନ୍ତା 29 ତାରିଖରେ 24 ଜିଲ୍ଲାରେ ବର୍ଷା ହେବ। 30 ତାରିଖରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ସେହିପରି ମେ 1 ତାରିଖରେ 24 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ଓ ଉତ୍ତର ଦକ୍ଷିଣ ଓଡ଼ିଶାର 4 ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଭାରତ ହେଲା ଗ୍ଲୋବାଲ ହିଟ୍ ଏପିକ୍ ସେଣ୍ଟର। 100 ଉତ୍ତପ୍ତ ସହରରେ 95ଟି ଭାରତ। ସମଗ୍ର ଭାରତ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହରେ ଜଳୁଛି। ଦିନକୁ ଦିନ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ୁଥିବା ବେଳେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଭାରତ ବିଶ୍ୱର ଗ୍ଲୋବାଲ ହିଟ୍ ଏପିକ୍ ସେଣ୍ଟରରେ ପରିଣତ ହୋଇଛି। ରିପୋର୍ଟ ଅନୁଯାୟୀ ପୃଥିବୀର ସର୍ବାଧିକ ଉତ୍ତପ୍ତ 100ଟି ସହର ମଧ୍ୟରୁ 95ଟି ଭାରତରେ ଅବସ୍ଥିତ, ଯାହା ଦେଶରେ ବଢ଼ୁଥିବା ତାପମାତ୍ରାର ଗଭୀରତାକୁ ପ୍ରକାଶ କରୁଛି। ପରବର୍ତ୍ତୀ ଖବର, ପିଏମ୍ ନରେନ୍ଦ୍ର ମୋଦି ଗ୍ୟାଙ୍ଗଟକ୍ ପରିଦର୍ଶନ। ସିକ୍କିମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ 4000 କୋଟି ଟଙ୍କା ବିକାଶ ପ୍ରକଳ୍ପ। ମୋଦି ଗ୍ୟାଙ୍ଗଟକ୍ରେ 2 ଦିନିଆ ପରିଦର୍ଶନ କରିବେ। ସିକ୍କିମର 50ତମ ରାଜ୍ୟ ଗଠନ ଉତ୍ସବ ଏବଂ ପ୍ରଧାନ ଅବକାଠାମୋ ଏବଂ ବିକାଶ ପ୍ରକଳ୍ପ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ୟାଙ୍ଗଟକ୍ ପରିଦର୍ଶନ ସିକ୍କିମ ରାଜ୍ୟ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅବସର, ଯେଉଁଥିରେ ଏହା 50 ବର୍ଷର ରାଜ୍ୟ ଗଠନ ଉତ୍ସବ ପାଳନ କରୁଛି। 2 ଦିନିଆ ପରିଦର୍ଶନ ଆନୁଷ୍ଠାନିକ କାର୍ଯ୍ୟକ୍ରମ, ଜନଜଡ଼ିତ ଏବଂ ପ୍ରଧାନ ବିକାଶ ଘୋଷଣାର ଏକ ମିଶ୍ରଣ ହେବ। ପରବର୍ତ୍ତୀ ଖବର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିମଲା ପରିଦର୍ଶନ। ଏପ୍ରିଲ 27 ତାରିଖରୁ ମଇ 2 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ 27 ତାରିଖରୁ ମଇ 2 ତାରିଖ ପର୍ଯ୍ୟନ୍ତ ସିମଲା ଗସ୍ତ କରିବେନି। ଏହି ଅବଧି ତାଙ୍କ ରକ୍ଷଣା ଅପରିକର ତତ୍ପରତା ଏବଂ ଅନ୍ୟ ଆବଶ୍ୟକ ସେବା ଯାତ୍ରା ଅବଧି ନିରବଚ୍ଛିନ୍ନ ରହିବା ପାଇଁ କର୍ତ୍ତାମାନେ ବ୍ୟାପକ ପ୍ରସ୍ତୁତି ନେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିମଲା ଗସ୍ତ ପୂର୍ବରୁ ପ୍ରଶାସନିକ ପ୍ରକ୍ରିୟା ଚାଲିଛି, ଯାହା ଏହି ଅବସର ଏବଂ ସୂକ୍ଷ୍ମ ଯୋଜନା ପାଇଁ ଆବଶ୍ୟକତା ପ୍ରତି ଉଲ୍ଲେଖ କରିଛି। ଏପ୍ରିଲ 27 ତାରିଖରୁ ମଇ 2 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମସୌବ୍ରା ନିକଟସ୍ଥ ସିମଲାର ଶାନ୍ତ ପରିବେଶରେ ଅବସ୍ଥିତ ଦ ରିଟ୍ ନାମକ। ପରବର୍ତ୍ତୀ ଖବର, ରାହୁଲ ଗାନ୍ଧୀ ଏପ୍ରିଲ 24 ତାରିଖରୁ 2 ଦିନ ଧରି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଯାତ୍ରା କରିଛନ୍ତି, ଯେଉଁଥିରେ ଗ୍ରେଟ୍ ନିକୋବର ପ୍ରକଳ୍ପ ସହ ସମ୍ପର୍କିତ ପରିବେଶ ଓ ବିକାଶ ସମସ୍ୟାକୁ ଫୋକସ୍ କରାଯାଇଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏପ୍ରିଲ 24 ତାରିଖରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ 2 ଦିନ ଧରି ଯାତ୍ରା କରିଛନ୍ତି। ପରବର୍ତ୍ତୀ ଖବର, ଆଜି ବାଚସ୍ପତିଙ୍କୁ ଭେଟିବେ ବିଜେଡି ବିଧାୟକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ 8 ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବ ବିଜେଡି। ସୋମବାର ବିଜେଡି ବିଧାୟକମାନେ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି 8 ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଦାବି କରିବେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, କେୱାଇସି ଆଳରେ ରାସନ କାର୍ଡ ଅଚଳ ଘଟଣା। ଅସହାୟ ପରିବାରକୁ ମିଳିଲା ରାସନ କାର୍ଡ ଚାଉଳ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଟୁଆ ପଞ୍ଚାୟତ କୋଠରାଗୁଡ଼ା ଗ୍ରାମରେ 3 ଦିବ୍ୟାଙ୍ଗ ପୁଅଙ୍କୁ ନେଇ ରହୁଥିବା ଜଣେ ବିଧବା ମହିଳା ରାଧାକିଲଙ୍କୁ ରାସନ କାର୍ଡ଼ ଚାଉଳ ମିଳିଛି। ଉକ୍ତ ପରିବାରଙ୍କୁ KYC ହୋଇନଥିବା ଦର୍ଶାଇଛି ରାସନ କାର୍ଡ଼ ଅଚଳ କରି 3 ମାସ ଚାଉଳ ଦିଆନଯିବା ଘଟଣା ଧରି ଏହାପରେ ବ୍ଲକ ଓ ଯୋଗାଣ ବିଭାଗର ପକ୍ଷରୁ ଏହି ପରିବାରଙ୍କୁ ଯାଇ 4 ଜଣଙ୍କ KYC କରିବା ସହ ନୂତନ ରାସନ କାର୍ଡ଼ ଓ ଚାଉଳ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର ରିପୋର୍ଟ ମଗାଯାଇଛି କାର୍ଯ୍ୟକ୍ରମ କରିନଥିଲେ ଜାରି ହେବ କାରଣ ଦର୍ଶାଅ ନୋଟିସ୍। କେନ୍ଦୁଝର ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତ ବ୍ଲକକୁ ଅନୁଷ୍ଠିତ ଲୋକକଲା ପାଇଁ 3ଟି କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ମାଗିଥିବା ପ୍ରକାଶ କରିଛନ୍ତି। ଅଧିକାରୀ ନାୟକ କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ନିର୍ଦ୍ଦେଶ ଅନୁସାରେ ଲୋକକଲା ପାଇଁ 3ଟି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାର ସମସ୍ତ ବ୍ଲକକୁ ଚିଠି ଦ୍ୱାରା ଅବଗତ କରାଇଥିଲୁ। ପରବର୍ତ୍ତୀ ଖବର ଇରାନ ପାଇଁ ଏତେ ବଡ଼ ଘୋଷଣା କରିଦେଲେ ପୁଟିନ, ଶୁଣିଲେ ଟ୍ରମ୍ପଙ୍କ ପାଦ ତଳୁ ଖସିଯିବ ମାଟି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ବୈଠକ ପରେ ରାଷ୍ଟ୍ରପତି ପୁଟିନ ଇରାନକୁ ତାଙ୍କର ଗଭୀର ଆଶ୍ୱାସନା ଜଣାଇ କହିଛନ୍ତି ଯେ ରୁଷିଆ ଇରାନ ଏବଂ ମଧ୍ୟପ୍ରାଚ୍ୟର ସର୍ବୋତ୍ତମ ସ୍ୱାର୍ଥ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ରୁଷିଆ ଯାହା କରିବାକୁ ପ୍ରସ୍ତୁତ ତାହା କରିବ। ପରବର୍ତ୍ତୀ ଖବର ଜୋର ଧରିଛି ଗୋ ହତ୍ୟା ବନ୍ଦ, ଗୋମାତାଙ୍କୁ ରାଷ୍ଟ୍ରମାତା ଘୋଷଣା ଦାବି। ଗଞ୍ଜାମ ଗୋରକ୍ଷକ ସେବା ସମିତି ଓ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ଗୋ ହତ୍ୟା ବନ୍ଦ କରିବା ଏବଂ ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି ଜୋର ଧରିଛି। ଏନେଇ ସୋମବାର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଗଞ୍ଜାମ ରକ୍ଷକ ସଂଘ। ପରବର୍ତ୍ତୀ ଖବର ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା, 7 ବିଦ୍ରୋହୀ ଆପ୍ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା। ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟସଭା ରାଘବ ଚଡ୍ଡାଙ୍କ ସମେତ ସମସ୍ତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ମାନ୍ୟତା ଦେଇଛି ଏବଂ ସେମାନଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ମାନ୍ୟତା ଦେଇଛି। ରାଜ୍ୟସଭା ସଚିବାଳୟ ଏବଂ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟସଭା ସଚିବାଳୟ ଆମ୍ ଆଦମୀ ପାର୍ଟିରୁ ବିଜେପିରେ ଯୋଗ ଦେଇଥିବା ସମସ୍ତ ସାଂସଦଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ପରବର୍ତ୍ତୀ ଖବର ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳ, ଜାଣନ୍ତୁ କିଭଳି କରିବେ ଯାଞ୍ଚ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ବୋର୍ଡ ପରୀକ୍ଷା 2024ର ଫଳାଫଳ ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି। ସୂଚନା ଅନୁଯାୟୀ ଏହି ବର୍ଷର CBSE ଦ୍ୱାଦଶ ବୋର୍ଡ ଫଳାଫଳ ଏପ୍ରିଲ 30 ତାରିଖ ସୁଦ୍ଧା ପ୍ରକାଶ ପାଇପାରେ। ତଥାପି ବୋର୍ଡ ଏପର୍ଯ୍ୟନ୍ତ ଫଳାଫଳ ତାରିଖକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ। ପରବର୍ତ୍ତୀ ଖବର ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ୍ ଯୋଗାଣ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ବଦଳୁଥିବା ପରିସ୍ଥିତିକୁ ନଜରରେ ରଖି ସଜାଗ ହୋଇଛି ଭାରତ ସରକାର। ଦେଶର ଆବଶ୍ୟକତାକୁ ଦେଖି ତୈଳ ଓ ଗ୍ୟାସ୍ ଆମଦାନୀ ଏବଂ ବିତରଣକୁ ନିରନ୍ତର କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସହଯୋଗରେ ଦେଶର ତୈଳ ଏବଂ ରନ୍ଧନ ଗ୍ୟାସ୍ ଯୋଗାଣ ସ୍ୱାଭାବିକ ରହିଥିବା ଆଜି ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର ପଦ୍ମ ପୁରସ୍କାର 2027 ପାଇଁ ନାମାଙ୍କନ 31 ଜୁଲାଇ 2026 ପର୍ଯ୍ୟନ୍ତ ଖୋଲା। ଗଣତନ୍ତ୍ର ଦିବସ 2027 ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର 2027 ପାଇଁ ନାମାଙ୍କନ ଓ ସୁପାରିଶ ପ୍ରକ୍ରିୟା 15 ମାର୍ଚ୍ଚ 2026ରୁ ଆରମ୍ଭ ହୋଇଛି। ଏହି ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ 31 ଜୁଲାଇ 2026 ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in ମାଧ୍ୟମରେ ଅନଲାଇନ୍ ଭାବେ ନାମାଙ୍କନ କିମ୍ବା ସୁପାରିଶ ଦାଖଲ କରିପାରିବେ। ପରବର୍ତ୍ତୀ ଖବର 29 ଓ 30 ଏପ୍ରିଲରେ ଭୁବନେଶ୍ୱର ଶାସନରେ ପ୍ରଶାସନିକ ତଥ୍ୟର ସମନ୍ୱୟ ଶୀର୍ଷକ ଜାତୀୟ ସମ୍ମିଳନୀ। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଶାସନରେ ପ୍ରଶାସନିକ ତଥ୍ୟର ସମନ୍ୱୟ ବିଷୟବସ୍ତୁ ଉପରେ 29 ଏବଂ 30 ଏପ୍ରିଲ 2026ରେ ଭୁବନେଶ୍ୱରରେ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ଖବର ଅଧିଗ୍ରହୀତ ଜମି ସମ୍ବନ୍ଧୀୟ ଭୂମି ରାଜସ୍ପ ମାପ ଏବଂ ଜମି ପଟ୍ଟାର ସମଯୋଗୀ ସଂଶୋଧନ ନିମନ୍ତେ ରାଜସ୍ପ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି। 30 ମେ 2024 ସୁଦ୍ଧା ସମସ୍ତ ବକେୟା ମାମଲା ସଂଶୋଧନ ସାରିବାକୁ ଗୁରୁତ୍ୱାରୋପ। ଓଡ଼ିଶା ସରକାର ରାଜସ୍ପ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଗ୍ରଗଣିତ ଜମି ମାମଲାରେ ଭୂମି ରାଜସ୍ପ ମାପ ଏବଂ ଜମି ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ର ସଂଶୋଧନକୁ ତ୍ୱରିତ ସମଯୋପଯୋଗୀ ଭାବେ ସମ୍ପାଦନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ପ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଚିଠି ଲେଖି ଉଚିତ ସମାଜରେ ଭୂମି ଅଧିଗ୍ରହଣ
ପୁନର୍ବାସ ଏବଂ ଥଇଥାନ ସମ୍ବନ୍ଧରେ ଉଚିତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାରୀ ଆଇନ 2013 ଅନୁଯାୟୀ ଅଧିଗ୍ରହଣ ସମ୍ବନ୍ଧୀୟ ସଂଶୋଧନ ସୁନିଶ୍ଚିତ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି। ପରବର୍ତ୍ତୀ ଖବର 15ଟି ଦେଶରୁ ଏଲ୍ପିଜି ଆଣୁଛି ଭାରତ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ହରମୁଜ ଜଳପଥରେ ସମସ୍ୟା ଯୋଗୁଁ ତୈଳ ଏବଂ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ଖବର ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ସତର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଏଲ୍ପିଜି ସମସ୍ୟା ଶୀଘ୍ର ଶେଷ ହୋଇପାରେ। ଏହାର ଅର୍ଥ ଆପଣଙ୍କ ରୋଷେଇ ଘର ଯେମିତି ସୁରୁଖୁରୁରେ ଚାଲିବ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ପରବର୍ତ୍ତୀ ଖବର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ରୋଷେଇ ଘର ମରାମତି ସହ ହେବ ଆଲୋକୀକରଣ। ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ୱର୍ତ୍ତଲିପି କମିଟି ପକ୍ଷରୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଆଇନ ପୂର୍ବ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଶ୍ଚନ୍ଦ୍ରଙ୍କୁ ପ୍ରଦାନ କରାଯାଇଛି। ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ 2 ଜଣିଆ କମିଟି ମନ୍ଦିର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ରୋଷଶାଳା ମରାମତି, ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା, ସେବାୟତ ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ହୁଣ୍ଡି ପରିଚାଳନା, ଜମି ସମସ୍ୟା ସମାଧାନ ନେଇ ପ୍ରାୟ 16ଟି ପ୍ରସ୍ତାବ ସହ ରିପୋର୍ଟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗରେ ମୋହନ ମାଝୀଙ୍କ ଜୋରଦାର କ୍ୟାମ୍ପେନ୍। ଆଜି ସରୁଛି ପଶ୍ଚିମବଙ୍ଗରେ ପ୍ରଚାର। ଶେଷ ଦିନରେ ବିଭିନ୍ନ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୋରଦାର କ୍ୟାମ୍ପେନ୍ କରିଛନ୍ତି। ଦିନକ ପରେ ବୁଧବାର ଦିନ ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପଡ଼ିବ। ଶେଷ ମୁହୂର୍ତ୍ତରେ ସବୁ ଦଳ ମାରାଥନ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଯାଇଛି। ପରବର୍ତ୍ତୀ ଖବର ଆଜିରୁ ସବୁ ବିଦ୍ୟାଳୟରେ ଖରା ଛୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ପୁନର୍ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାମ ପୂର୍ବପରି ଜାରି ରହିବ। ଚଳିତ ବର୍ଷ ବିଦ୍ୟାଳୟରେ ଖରା ଛୁଟି ମେ 6ରୁ ଆରମ୍ଭ ହେବ ବୋଲି ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ଥିଲା। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଆଗୁଆ ସବୁ ବିଦ୍ୟାଳୟ ଛୁଟି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓଙ୍କୁ ନେଇ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପରବର୍ତ୍ତୀ ଖବର ଆଗାମୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍। ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ଭକ୍ତଙ୍କ ପାଇଁ ସହର ବିଭିନ୍ନ ସ୍ଥାନରେ ହେବ ସୁଲଭ ଶୌଚାଳୟ। ଏହା ମଧ୍ୟରେ କିଛି ସ୍ଥାୟୀ ଶୌଚାଳୟ ରହିବ। ସେହିପରି ରଥଯାତ୍ରା ନୀତିକାନ୍ତି ବିଭିନ୍ନ ସୂଚନା ଶ୍ରଦ୍ଧାଳୁଙ୍କ ଅବସ୍ଥିତି, କେଉଁ ବାଟ ଦେଇ ପ୍ରସ୍ଥାନ କରିବେ, କେଉଁ ଆଡ଼କୁ ଯିବେନି ସେ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଲାଗିବ 40ରୁ ଅଧିକ ଏଲ୍ଇଡି ଡିସପ୍ଲେ ସିଷ୍ଟମ। ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ମଧ୍ୟ ପୂର୍ବରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରି ଆକ୍ସନ ପ୍ଲାନ୍ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର। ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ଲଢ଼େଇ। ପଶ୍ଚିମବଙ୍ଗ ନିର୍ବାଚନ ଜୋରଦାର ଚାଲିଛି। ଗୋଟିଏ ପର୍ଯ୍ୟାୟ ମତଦାନ ସାରିଛି ଏବଂ ଏପ୍ରିଲ 29 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ହେବାକୁ ଯାଉଛି। ପ୍ରତ୍ୟେକ ଦଳ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରରେ ଲାଗିପଡ଼ିଛନ୍ତି। ତଥାପି ଲଢ଼େଇ ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ହେଉଥିବା ପରି ମନେ ହେଉଛି। ଏହି ନିର୍ବାଚନରେ ବାମପନ୍ଥୀ ଏବଂ କଂଗ୍ରେସ ଏବେ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। ପରବର୍ତ୍ତୀ ଖବର ଶକ୍ତିଶାଳୀ ଭୂକମ୍ପ ଝଟକା ଥରିଲା ଜାପାନ। ଜାପାନର ଉତ୍ତର ଦ୍ୱୀପ ହୋକ୍କାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଛି। ଏହି ଭୂକମ୍ପ ଜାପାନ ସମୟ ସକାଳ 5ଟା 24ରେ ପ୍ରାୟ 83 କିଲୋମିଟର ଗଭୀରତାରେ ସଂଘଟିତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ହୋକ୍କାଇଡୋର ଦକ୍ଷିଣ ଭାଗର ସାରାବେସୁ ସହର ନିକଟରେ ଥିଲା। ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ପରବର୍ତ୍ତୀ ଖବର ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ମମତା। ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସିଛି। ଏହାରି ଭିତରେ ଉଭୟ ଶାସକ ଟିଏମସି ଓ ବିରୋଧୀ ବିଜେପି ନିଜ ନିଜର ପ୍ରଚାର ଜୋରଦାର କରିଦେଇଛନ୍ତି। କିନ୍ତୁ ଏହାରି ଭିତରେ ପୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ରବିବାର ନିଜର ପ୍ରଚାର କରିଛନ୍ତି। ପରବର୍ତ୍ତୀ ଖବର କେଦାରନାଥ ଦ୍ୱାର ଖୋଲିବାର ସପ୍ତାହେ ମଧ୍ୟରେ 1,80,000 ଭକ୍ତଙ୍କ କଲେଣି ଦର୍ଶନ। କ୍ୟୁଆର୍ କୋଡ୍ ଜରିଆରେ ସ୍ୱାସ୍ଥ୍ୟ ସୂଚନା। ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭରୁ ହିଁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରଥମ ସପ୍ତାହରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା
3,57,000 ଅତିକ୍ରମ କରିଛି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ସଂଖ୍ୟା 24 ଲକ୍ଷରେ ପହଞ୍ଚିଛି। ଆଗାମୀ ଦିନରେ ତୀର୍ଥଯାତ୍ରାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା କରାଯାଉଛି।